ସେବକ ମୋଶାଙ୍କ ମୃତ୍ୟୁ ଉତ୍ତାରେ ସଦାପ୍ରଭୁ ନୁନର ପୁତ୍ର ଜିହୋସ୍ୟ ନାମକ ମୋଶାଙ୍କର ପରିଚାରକଙ୍କୁ କହିଲେ, ଆମ୍ଭର ସେବକ ମୋଶା ମରିଅଛି। ଏ ନିମନ୍ତେ ତୁମ୍ଭେ ଏବେ ଉଠ, ଆମ୍ଭେ ଇସ୍ରାଏଲ ସନ୍ତାନ ଗଣକୁ ଯେଉଁ ଦେଶ ଦେବାକୁ ଉଦ୍ୟତ ଅଛୁ, ସେଠାକୁ ତୁମ୍ଭେ ଏଇ ଲୋକ ସମସ୍ତେ ଜର୍ଦ୍ଦନ ପାର ହୋଇଯାଅ। ଯେ ସ୍ଥାନରେ ତୁମାନଙ୍କ ତଳିପା ପଡ଼ିବ, ସେ ସବୁ ସ୍ଥାନ ମୋଶା ପ୍ରତି ସଦାପ୍ରଭୁଙ୍କର ବାକ୍ୟାନୁସାରେ ଆମ୍ଭେ ତୁମମାନଙ୍କୁ ଦେବୁ। ପ୍ରାନ୍ତର ଓ ଏହି ଲିବାନନ ଠାରୁ ମହାନଦୀ ଅର୍ଥାତ୍ ଫରାତ ନଦୀ ପର୍ଯ୍ୟନ୍ତ ହିତୀୟମାନଙ୍କର ସମସ୍ତ ଦେଶ, ପୁଣି ସୂର୍ଯ୍ୟାସ୍ତ ଦିଗରେ ମହାସମୁଦ୍ର ପର୍ଯ୍ୟନ୍ତ ତୁମମାନଙ୍କର ସୀମା ହେବ। ତୁମ୍ଭର ଯାବଜୀବନ ତୁମ ସମ୍ମୁଖରେ କେହି ଠିଆ ହୋଇପାରିବ ନାହିଁ। ଆମ୍ଭେ ଯେପରି ମୋଶାଙ୍କ ସାଙ୍ଗରେ ଥିଲୁ, ସେପରି ଆମ୍ଭେ ତୁମ ସାଙ୍ଗରେ ଥିବା। ଆମ୍ଭେ ତୁମ୍ଭ ପ୍ରତି ନିରସ୍ତ ହେବା ନାହିଁ କି ତୁମ୍ଭକୁ ତ୍ୟାଗ କରିବା ନାହିଁ। ତୁମେ ବଳବାନ ଓ ସାହସିକ ହୁଅ, କାରଣ ଏମାନଙ୍କ ପୂର୍ବପୁରୁଷ ଗଣ ନିକଟରେ ଯେଉଁ ଦେଶ ଦେବାକୁ ଆମ୍ଭେ ଶପଥ କରିଅଛୁ, ତାହା ତୁମେ ଏମାନଙ୍କୁ ଅଧିକାର କରାଇବ। 6 ପଦଟା ଗୋଟେ ସୁନ୍ଦର କଥା ପ୍ରଭୁ ଏଠି ଜିହୋସ୍ୟଙ୍କୁ କହୁଛନ୍ତି। ଯେମିତି ଆମେ ଦେଖୁ ଏଇ ଅଲିମ୍ପିକ ଗେମ୍ସ ଗୁଡାକରେ କେତେ ଭେରାଇଟିର ଥାଏ ଦୌଡ଼ ପ୍ରତିଯୋଗିତା। କୋଉଟା ମାରାଥନ, କୋଉଟା 100 ମିଟର, ଗୋଟେ ରିଲେ ରେସ୍। ଏଥିରେ ଶେଷ ଭାଗରେ ବ୍ୟାଟନ ଧରିବେ ଜିହୋସ୍ୟ। କିଛି ବୁଝିପାରିଲେ ନା ବୁଝିପାରିଲେନି? ଏ ରିଲେ ରେସ୍ କେବେଠୁ? ଆଜ୍ଞା, ବୁଝିପାରିଲୁ। ରିଲେ ହଁ ରେସ୍ ଟା ହଁ, ଏ ରିଲେ ରେସ୍ ଟା କେବେଠୁ ଷ୍ଟାର୍ଟ ହେଇଥିଲା? ଯୋଉ 6 ପଦରେ ବର୍ତ୍ତମାନ ପ୍ରଭୁ ଜିହୋସ୍ୟ କହୁଛନ୍ତି, ବର୍ତ୍ତମାନ ସେ ରିଲେ ରେସ୍ ର ଲାଷ୍ଟ ବ୍ୟାଟନ ଟା ତୁମେ ଧରିକି ଦୌଡ଼ିବ। ଏ ରିଲେ ରେସ୍ କେବେଠୁ ଷ୍ଟାର୍ଟ ହେଇଥିଲା? ଦିନ ସଦାପ୍ରଭୁ ଅବ୍ରାହମଙ୍କୁ ସହିତ ନିୟମ ସ୍ଥିର କରି କହିଲେ, ଆମ୍ଭେ ଏହି ମିଶରୀୟ ନଦୀ ଠାରୁ ଫରାତ ନାମକ ମହାନଦୀ ପର୍ଯ୍ୟନ୍ତ ଏହି ଦେଶ ତୁମ୍ଭ ବଂଶକୁ ଦେଲୁ। ଏଇଠୁ ରିଲେ ରେସ୍ ଷ୍ଟାର୍ଟ ହେଇଥିଲା। ପ୍ରଭୁଙ୍କର ବାକ୍ୟ ହଉଛି ଆଗେ ଆସିବ, କାର୍ଯ୍ୟଟା ପଛେ ଆସିବ। ଲେଟ୍ ଦେयर ବି ଲାଇଟ୍, ଆଗେ ଲାଇଟ୍ ଆସିବ, ତାପରେ ଯାଇକି ସୂର୍ଯ୍ୟ ବନା ହବ। ଅବ୍ରାହମକୁ କହିଲେ ତୁମେ ହଉଛ ମହାପିତା, ଆଦି ପିତା, କିନ୍ତୁ ତାଙ୍କ ପୁତ୍ର କିଛି ନାହିଁ। ପ୍ରଭୁ ଆଗେ ବାକ୍ୟ ପ୍ରେରଣ କରନ୍ତି, ତାପରେ ତାଙ୍କର ପ୍ରତିଜ୍ଞାଟା ତା ପଛରେ ଦୌଡ଼ିକି ଯାଏ। ଏଠି ଆମେ ଦେଖୁଛୁ ଏଇଠୁ ସେ ରିଲେ ରେସ୍ ଷ୍ଟାର୍ଟ ହେଇଗଲା। ଆଉ ଅବ୍ରାହମ ସହିତ ନିୟମ ସ୍ଥିର କରି କହିଲେ, ଆମ୍ଭେ ଏଇ ମିଶରୀୟ ନଦୀ ଠାରୁ ଫରାତ ନାମକ ମହାନଦୀ ପର୍ଯ୍ୟନ୍ତ ଏଇ ଦେଶ ତୁମ୍ଭ ବଂଶକୁ ଦେଲୁ, ଯେତେବେଳେ କି ତାଙ୍କର ପୁଅ ଫୁଅ କିଛି ନାହିଁ, ଗୋଟେ ବଂଶ ଦେଇ ସାରିଲେଣି। ପୁଣି ଦେଖିବା 26 ପର୍ବ। ଇସାହାକଙ୍କୁ ଈଶ୍ୱରଙ୍କ ପ୍ରତିଜ୍ଞା, 26 ପର୍ବର ଉପର ଶୀର୍ଷକ ଅଛି। ପୂର୍ବେ ଅବ୍ରାହମଙ୍କର ବର୍ତ୍ତମାନ ସମୟରେ ଯେପରି ଦୁର୍ଭିକ୍ଷ ହୋଇଥିଲା, ସେହି ଦେଶରେ ଆଉ ଥରେ ସେ ରୂପ ଦୁର୍ଭିକ୍ଷ ଉପସ୍ଥିତ ହୁଅନ୍ତେ ଇସାହାକ ଗରାର ପଲିଷ୍ଟିୟ ମାନଙ୍କ ରାଜା ଅବିମଲେକ ନିକଟକୁ ଗଲେ। ଗୋଟେ ବଂଶ ସରିଗଲା, ଅବ୍ରାହମଙ୍କ ବଂଶ ସରିଗଲା, ଏଟା ବର୍ତ୍ତମାନ ଇସାହାକଙ୍କର। ସେତେବେଳେ ସଦାପ୍ରଭୁ ତାଙ୍କୁ ମାନେ ଇସାହାକଙ୍କୁ ଦର୍ଶନ ଦେଇ କହିଲେ, ତୁମେ ମିଶ୍ର ଦେଶକୁ, କଣ ହେଲା? ଆଚ୍ଛା, ତାଙ୍କୁ ଦର୍ଶନ ଦେଇ କହିଲେ, ତୁମେ ମିଶ୍ର ଦେଶକୁ ଯାଅ ନାହିଁ, ଆମେ ତୁମକୁ ଯେଉଁ ଦେଶ କହିବା ସେଠାରେ ବାସ କର। 3, ତୁମ୍ଭେ ଏ ଦେଶରେ ପ୍ରବାସ କର,
ତହିଁରେ ଆମ୍ଭେ ତୁମର ସହାୟ ହୋଇ ତୁମ୍ଭକୁ ଆଶୀର୍ବାଦ କରିବା, ପୁଣି ତୁମ୍ଭକୁ ତୁମ୍ଭ ବଂଶ ଏଇ ସମସ୍ତ ଦେଶ ଦେବା। ତୁମ୍ଭ ପିତା ଅବ୍ରାହ୍ମଙ୍କ ନିକଟରେ ଆପଣାର କୃତ ଶପଥର ନିୟମ ସଫଳ କରିବା। ଆଦି ପୁସ୍ତକ 15ରେ ସେ ରିଲେ ରେସ୍ ଷ୍ଟାର୍ଟ ହେଇଥିଲା। ପିତାଙ୍କୁ କୁହାଯାଇଥିଲା ବଂଶକୁ ଯେ ଆଉ ଗୋଟେ ନୂତନ ଜାଗା ଅଧିକାର କରିବା ପାଇଁ, ବର୍ତ୍ତମାନ ପୁତ୍ରଙ୍କ ପାଖରେ ମଧ୍ୟ ସେଟା ଦୋହରେଇଲେ ସଦାପ୍ରଭୁ। ତାପରେ ଦେଖିବା ତାଙ୍କ ପୁତ୍ର ପାଖରେ, ଅର୍ଥାତ୍ ଯାକୁବଙ୍କ ପାଖରେ, ସେଟା 35ରେ ପାଇଯିବା। ଆଦି ପୁସ୍ତକ 35, ସେ 35ର ଆରମ୍ଭରେ ଲେଖା ହେଇଛି, ବୈଥେଲରେ ଈଶ୍ୱରଙ୍କର ଯାକୁବଙ୍କୁ ଆଶୀର୍ବାଦ। ସେଇ ହେଡିଂରେ ସେଟା ଅଛି। ଆଉ 10ରୁ ପଢିବା, ପୁଣି ପରମେଶ୍ୱର ତାଙ୍କୁ କହିଲେ, ତୁମ୍ଭର ନାମ ଯାକୁବ, ମାତ୍ର ତୁମ୍ଭର ନାମ ଆଉ ଯାକୁବ ହେବ ନାହିଁ, ତୁମ୍ଭର ନାମ ଇସ୍ରାଏଲ ହେବ। ଆଉ ସେ ତାଙ୍କର ନାମ ଇସ୍ରାଏଲ ରଖିଲେ। ପରମେଶ୍ୱର ତାଙ୍କୁ ଆହୁରି କହିଲେ, ଆମ୍ଭେ ସର୍ବଶକ୍ତିମାନ ପରମେଶ୍ୱର, ତୁମ୍ଭେ ପ୍ରଜାବନ୍ତ ବହୁବଂଶ ହୁଅ, ତୁମ୍ଭଠାରୁ ଏକ ଗୋଷ୍ଠୀ ବରଂ ଗୋଷ୍ଠୀ ସମାଜ ଉତ୍ପନ୍ନ ହେବ, ଆଉ ତୁମ୍ଭ କଟି ଦେଶରୁ ରାଜଗଣ ଜାତ ହେବେ। ପୁଣି ଆମ୍ଭେ ଅବ୍ରାହମ ଇସାକୁ ଯେଉଁ ଦେଶ ଦାନ କରିଅଛୁ, ଆଗ୍ରିମେଣ୍ଟ ନାହିଁ, କୋର୍ଟ ରେଜିଷ୍ଟ୍ରେସନ ନାହିଁ, ମୁହଁରେ କହିଦେଲେ, ଆମେ ଦେଇଦେଲୁ। ଆମ୍ଭେ ଅବ୍ରାହମ ଇସାକଙ୍କୁ ଯେଉଁ ଦେଶ ଦାନ କରିଅଛୁ, ସେଇ ଦେଶ ତୁମ୍ଭକୁ ତୁମ୍ଭ ଭବିଷ୍ୟତ ବଂଶକୁ ଦବା। ଏଇ ରିଲେ ରେସ୍ର ତୃତୀୟ ପେଜ ହଉଛନ୍ତି ଯାକୁବ। ବର୍ତ୍ତମାନ ହଉଛି ଆଜିର ଆମର ବିଷୟ ହଉଛି ଜିହୋସିଓ। ମତେ କୁହନ୍ତୁ, ଆ ଭିତରେ କେତେ ବର୍ଷ ଚାଲି ଯାଇଛି? ଯୋଉ ଜିହୋସିଓ ବିଷୟରେ ଆଜି ଆମେ ପଢୁଛୁ, କେତେ ବର୍ଷ ଗଲାଣି এই ରିଲେ ରେସ୍ର କମ୍ପ୍ଲିଟ ହବା ପାଇଁକା? ସେ ବର୍ତ୍ତମାନ ଜିହୋସିଓଙ୍କୁ ମନୋନୀତ କରିଛନ୍ତି। ଅନ୍ତତଃ ପକ୍ଷେ କେତେ ବର୍ଷ ଗଲାଣି ମୁଁ ବି ଠିକ ଜାଣିନି, କିନ୍ତୁ ଏତିକି ଜାଣିଛି, ଅବ୍ରାହମକୁ ସେ ଯୋଉ କହିଥିଲେ 400 ବର୍ଷ ସେମାନେ ମିଶରରେ ଦାସ କାମ କରିବେ, ତାପରେ ବାହାରିକି ଆସିବେ। ତାପରେ ସେଠୁ ପୁଣି ମୋସାଙ୍କ ପରେ ଜିହୋସିଓ କେତେ ଶହ ବର୍ଷ ଗଲାଣି ମୁଁ ଠିକରେ ଏକ୍ସାକ୍ଟ କହିପାରିବିନି, କିନ୍ତୁ ବର୍ତ୍ତମାନ ଲାଷ୍ଟ ଫେଜ ଯୋଉ ଆଗ ଧାଡ଼ିରେ ଯୋଉମାନେ ଥାନ୍ତି ତାଙ୍କୁ ବ୍ୟାଟନ ଦେଇଦେଲା କ୍ଷଣିକା ସେ ଦୌଡ଼ିକିରି ତାଙ୍କର ସେ ଭିକ୍ଟ୍ରି ଲାଇନକୁ ଟଚ୍ କରନ୍ତି। ବର୍ତ୍ତମାନ ସେ ଈଶ୍ୱର ଜିହୋସିଓକୁ ସେ ବ୍ୟାଟନଟା ଦେଇଦେଲେ। ମୋସା କିଛି ବାଟ ଟାଣିଲେ, କେତେ ବାଟ ଟାଣିଲେ? 40 ବର୍ଷ ଟାଣିଲେ, କିନ୍ତୁ ବର୍ତ୍ତମାନ ଜିହୋସିଓଙ୍କୁ ସେ ବ୍ୟାଟନଟା ଦିଆ ହେଇଗଲା, ବାବୁରେ ତୁମେ ଯାଇକିରି ଭିକ୍ଟ୍ରି ଷ୍ଟାଣ୍ଡରେ ପହଞ୍ଚିଯାଅ। ଏ ହଉଛି ଗୋଟେ ରକମର କପଟାର ବିଷୟବସ୍ତୁ। ଏବେ ଏତେ ଲୋକ ଥିଲେ, ତା ଭିତରେ ଜିହୋସିଓଙ୍କୁ କାହିଁକି ଏତେ ବଡ ସମ୍ମାନ ମିଳିଲା, ଲିଡରସିପ ମିଳିଲା? ତାପରେ ଆଜି ଆଉ ଟିକେ ସମୟ ଦବା, ଅର୍ଥାତ୍ ଆମମାନଙ୍କର ଆଜି ସମୟ କଟିବ ଯେ ଈଶ୍ୱରଙ୍କର ସହିତ ସାନ୍ନିଧ୍ୟତା ମାନେ କଣ, ଈଶ୍ୱରଙ୍କ ସହିତ ନିବିଡ଼ ସମ୍ପର୍କ ମାନେ କଣ, ଈଶ୍ୱରଙ୍କର ସହିତ ଦିବା ରାତ୍ର ତାଙ୍କ ବ୍ୟବସ୍ଥା ଧ୍ୟାନ କରିବା ମାନେ କଣ, ଆରି ଉପରେ ଆଜି ଆମେ ଆଲୋକପାତ କରିବା। ତେଣୁ ବର୍ତ୍ତମାନ ଆମେ ଆଗକୁ ପାସ୍ କରିବା। ଯେତେବେଳେ ଜିହୋସିଓ ପୁସ୍ତକ ଆମେ ଖୋଲୁଛୁ, ସେଇଠି ଦେଖିବେ ଦ୍ୱିତୀୟ ବିବରଣୀ ଶେଷ ହେଇଛି। ଆଉ ଦ୍ୱିତୀୟ ବିବରଣୀ ଶେଷ ହେଇଛି 34 ପର୍ବରେ, ଯୋଉ ପର୍ବର ଉପରେ ଲେଖା ହେଇଛି ମୋସାଙ୍କ ମୃତ୍ୟୁ। ଏବଂ ସେଇଠି ଆମେ ଦେଖିବା ସେ 34:9, ଦ୍ୱିତୀୟ ବିବରଣୀ 34:9, ମୋସା ନୁନର ପୁତ୍ର ଜିହୋସିଓଙ୍କର ମସ୍ତକରେ ହସ୍ତାର୍ପଣ କରିଥିବାରୁ ସେ ଜ୍ଞାନଦାୟକ ଆତ୍ମାରେ ପରିପୂର୍ଣ୍ଣ ଥିଲେ ଏବଂ ପୁଣି ଇସ୍ରାଏଲ ସନ୍ତାନଗଣ ତାଙ୍କର କଥା ଶୁଣି ମୋସାଙ୍କ ପ୍ରତି ସଦାପ୍ରଭୁଙ୍କର ଆଜ୍ଞାନୁସାରେ
କର୍ମ କରିବାକୁ ଲାଗିଲେ। ଏଠି ଗୋଟେ ହସ୍ତାର୍ପଣ ବିଷୟରେ ଆମେ ଦେଖୁଛୁ। ମୋଶା ଜିହୋଶିଆଙ୍କ ଉପରେ ହସ୍ତାର୍ପଣ କରିଥିଲେ, କିନ୍ତୁ ରିଏଲ ଯୋଉ ହସ୍ତାର୍ପଣ ଯୋଉ ସମୟରେ ହେଇଥିଲା ସେଇଟା ଲିପିବଦ୍ଧ ଅଛି ଗଣନା ପୁସ୍ତକ 27 ପର୍ବର 18-19ରେ। ଗଣନା ପୁସ୍ତକ 27 ପର୍ବର 18-19। ହଁ, ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, ନୁନର ପୁତ୍ର ଜିହୋଶିଆକୁ ନିଅ, ସେହି ଲୋକଠାରେ ଆତ୍ମା ଅଛନ୍ତି। ମନ ଦେଇ ଶୁଣନ୍ତୁ, ଆତ୍ମା ଅଛନ୍ତି। ପୁଣି ତୁମ୍ଭେ ତାହା ଉପରେ ହସ୍ତାର୍ପଣ କର। ମତେ ଏତେ ବୁଝିବାର ଆବଶ୍ୟକତା ନାହିଁ। ଆର ମାନେ କଣ, ଆର ଗଭୀର ମାନେ କଣ ମୋର ଜାଣିବାର କିଛି ଦରକାର ବି ନାହିଁ। କେମିତି ତାଙ୍କ ଉପରେ ଆତ୍ମା ଗଲା? ଏତେ ଏତେ ଲକ୍ଷ ଲକ୍ଷ ଲୋକ କାହା ଉପରେ ଆତ୍ମା ଗଲାନି? ସେ ଜିହୋଶିଆର ପୁତ୍ର, ସେଠି ପୁଣି ଲେଖା ହେଇଛି ତା ବାପାର ନାଁ ଧରିକି ଲେଖା ହେଇଛି। ପୁଣି ଦ୍ୱିତୀୟ ବିବରଣୀ 34 ସେଠି ବି ବାପାର ନାଁ ଧରିକି ତାଙ୍କର ରେଫରେନ୍ସ ଦିଆଯାଇଛି। ପୁଣି ତୁମ୍ଭେ ତାହା ଉପରେ ହସ୍ତାର୍ପଣ କର, ସେଇଟାକୁ ଦ୍ୱିତୀୟ ବିବରଣୀ ଶେଷରେ 34:9 ତାକୁ ରିପିଟ କରାହେଇଛି ଆଉ ଥରେ। ଏଠି ମୁଁ ଆପଣମାନଙ୍କୁ କହିବାକୁ ଚାହୁଁଛି, ଆଜି ମୋର ମେନ୍ ଚିନ୍ତାଧାରା ହଉଛି ପରମେଶ୍ୱରଙ୍କର ସହିତ କିଭଳି ଭାବରେ ଆମେ ନିବିଡ଼ ସମ୍ପର୍କ ସ୍ଥାପନ କରିପାରିବା। ପରମେଶ୍ୱରଙ୍କର ସହିତ ଆମେ କି ପ୍ରକାର ନିବିଡ଼ ସମ୍ପର୍କ, ସାଧା ସମ୍ପର୍କ ଆମେ ସମସ୍ତେ ପାଇଁକା ଠିକ ଜାଣିଛୁ, ନିବିଡ଼ ସମ୍ପର୍କ ଇଣ୍ଟିମେସି। ଏଇଠି ଦେଖିବା ବର୍ତ୍ତମାନ ଯାତ୍ରା ପୁସ୍ତକ 33 ପର୍ବର 11 ପଦ। ଏଇ 33 ପର୍ବ ଯେତେବେଳେ ଆରମ୍ଭ ହଉଛି ସେତେବେଳକୁ ଆମେ ଦେଖୁଛୁ ସେ 33 ପର୍ବର ସିନୟ ପରିତ୍ୟାଗ କରିବାର ଆଦେଶ। ଏଥିଉତାରୁ ସଦାପ୍ରଭୁ ମୋଶାଙ୍କୁ କହିଲେ, ଆମ୍ଭେ ଅବ୍ରାହମ ଓ ଇସାହାକ ଓ ଯାକୋବ ନିକଟରେ ଶପଥ କରି ଯେଉଁ ଦେଶ ବିଷୟରେ କହିଥିଲୁ, ତୁମ୍ଭ ବଂଶକୁ ଏହି ଦେଶ ଦବା। ଆମେ 3-4 ଜଣଙ୍କର ଶୁଣିଲୁ, ଅବ୍ରାହମଙ୍କ ସହିତ ଈଶ୍ୱରଙ୍କର ଯୋଉ ନିୟମ, ଇସାହାକ ସହିତ ଶୁଣିଲୁ, ଯାକୋବଙ୍କୁ ସେ କିଭଳି କହିଥିଲେ ତାହା ବି ଶୁଣିଲୁ। ବର୍ତ୍ତମାନ ସେଇ କଥା ପ୍ରଭୁ ମୋଶାଙ୍କୁ ଦୋହରେଇକି କହୁଛନ୍ତି, ଆମେ ସେମାନଙ୍କୁ ଅଲରେଡି ପ୍ରମିସ କରିସାରିଛୁ। ଆଉ ଏ ସ୍ଥାନରୁ ସେହି ଦେଶକୁ ଯିବା ପାଇଁ ମିଶ୍ରରୁ ଆନିତ ଲୋକମାନେ ଏ ସ୍ଥାନରୁ ପ୍ରସ୍ଥାନ କର। ମେନ୍ ଲିଡରସିପ ହଉଛି ମୋଶାଙ୍କ ପାଖରେ। କିନ୍ତୁ ସେ 33 ପର୍ବର 7 ପଦକୁ ଯେତେବେଳେ ଆସିବା, ସମାଗମ ତମ୍ବୁ ଲେଖା ହେଇଛି ତାର ଶୀର୍ଷକ। ଏ ସମୟରେ ଏପରି ଥିଲା ଯେ ମୋଶା ତମ୍ବୁ ନେଇ ଛାଉଣୀର ବାହାରେ ଓ ଛାଉଣୀ ଠାରୁ ଦୂରରେ, ଛାଉଣୀର ବାହାରେ ଛାଉଣୀ ଠାରୁ ଦୂରରେ, ଛାଉଣୀ କହିଲେ 12 ଗୋଷ୍ଠୀ ଗୋଟେ ଆୟତାକାର ଟାଇପରେ ସେମାନେ ରହୁଥିଲେ। ସବୁ ପଟ, ଉତ୍ତର ଦକ୍ଷିଣ ପର୍ବ ପଶ୍ଚିମରେ ଥିଲେ, କୋଉଠି 2ଟା ବି ଥିଲେ, ଆଉ ମଝିରେ ଲେବୀୟ ମାନେ ରହୁଥିଲେ, ତା ଭିତରେ ସମାଗମ ତମ୍ବୁ ଥିଲା। କିନ୍ତୁ ଏଇ ସମାଗମ ତମ୍ବୁ ସେ ସମାଗମ ତମ୍ବୁ ନୁହେଁ, ଏଇଟା ହଉଛି ଛାଉଣୀର ବାହାରେ। ଆମେ ଯେତେବେଳେ ବାଇବେଲ ଷ୍ଟଡି କରିବା ତାକୁ ପୁଙ୍ଖାନୁପୁଙ୍ଖ ଦେଖି ଦେଖି କରିବା। ଏହି ସମୟରେ ଏପରି ଥିଲା ଯେ ମୋଶା ତମ୍ବୁ ନେଇ ଛାଉଣୀର ବାହାରେ ଛାଉଣୀ ଠାରୁ ଦୂରରେ ସ୍ଥାପନ କରିଥାନ୍ତି, ତାହାର ନାମ ସମାଗମ ତମ୍ବୁ ଦେଲେ। ସଦାପ୍ରଭୁଙ୍କର ଅନ୍ୱେଷଣକାରୀ ପ୍ରତ୍ୟେକ ଲୋକ ଛାଉଣୀର ବାହାର ସ୍ଥିତ ସେହି ସମାଗମ ତମ୍ବୁ ନିକଟକୁ ଯାଆନ୍ତି। ପୁଣି ଏପରି ଘଟିଲା ଯେ ମୋଶା ବାହାର ହୋଇ ସେହି ତମ୍ବୁ ନିକଟକୁ ଯିବା ବେଳେ ସମସ୍ତ ଲୋକ ଉଠି ଆପଣା ଆପଣା ତମ୍ବୁ ଦ୍ୱାରରେ ଠିଆ ହେଲେ। ଆଉ ଯେ ପର୍ଯ୍ୟନ୍ତ ମୋଶା
ସେଇ ତମ୍ବୁରେ ପ୍ରବେଶ ନ କଲେ ସେ ପର୍ଯ୍ୟନ୍ତ ସେମାନେ ତାହାଙ୍କର ପଶ୍ଚାତ ଅନାଇକିରି ରହିଲେ, କେହି ତାଙ୍କ ପଛରେ ଗଲେନି, ଅନେଇକି ରହିଲେ। ଏଉଟାରେ ମୂଷା ତମ୍ବୁରେ ପ୍ରବେଶ କରନ୍ତେ ମେଘ ସ୍ତମ୍ଭ ଓହ୍ଲାଇ ତମ୍ବୁ ଦ୍ୱାରରେ ଅବସ୍ଥିତ ହେଲା। ତହିଁରେ ସଦାପ୍ରଭୁ ମୂଷାଙ୍କ ସହିତ ଆଳାପ କଲେ। ତମ୍ବୁ ଦ୍ୱାରରେ ଅବସ୍ଥିତ ମେଘ ସ୍ତମ୍ଭ ଦେଖନ୍ତେ ସମସ୍ତ ଲୋକ ଉଠିକି ପ୍ରତ୍ୟେକ ଆପଣା ଆପଣା ତମ୍ବୁ ଦ୍ୱାରରେ ଥାଇ ପ୍ରଣାମ କଲେ। 11 ମନୁଷ୍ୟ ଯେପରି ମିତ୍ର ସହ ଆଳାପ କରେ, ସେପରି ସଦାପ୍ରଭୁ ମୁଖାମୁଖି ହୋଇ ମୂଷାଙ୍କ ସହିତ ଆଳାପ କଲେ। ଏଉତାରେ ମୂଷା ଛାଉଣିକୁ ବାହୁରି ଆସିଲେ, ଫେରି ଆସିଲେ। He returned back। ମାତ୍ର ଏଇଠି ଆଜି ଆମର ପଏଣ୍ଟଟା ସମସ୍ତଙ୍କ ପାଇଁକା ମୁଁ ରଖୁଛି। ମାତ୍ର ନୁନର ପୁତ୍ର, ପୁଣି ଆଉଥରେ ଝିଅସିଙ୍କ ବାପାଙ୍କ ନାଁ ସହିତ ତାଙ୍କୁ ରିଲେଟ କରାହଉଛି। ନୁନର ପୁତ୍ର ଜିହୋସିଓ ନାମକ ତାଙ୍କର ଯୁବା ପରିଚାରକ ତମ୍ବୁ ମଧ୍ୟରୁ ପ୍ରସ୍ଥାନ କଲେ ନାହିଁ। ବାଇବଲ ସ୍କଲାର ମାନେ ଡରି ଯାଉଛନ୍ତି ଆକୁ କେମିତି ଭାବରେ ଟ୍ରାନ୍ସଲେଟ କରିବେ। ମୂଷା ତ ଗଲେ ତମ୍ବୁ ଭିତରକୁ, ପରମେଶ୍ୱର ସହିତ ମୁହାଁମୁହିଁ କଥାବାର୍ତ୍ତା କଲେ। ଏ ଜିହୋସିଓଟା କୋଉଠି ଥିଲା? ତମ୍ବୁ ଭିତରେ ଥିଲା ନା ତମ୍ବୁ ବାହାରେ ଥିଲା, ନା ପାହାଡ ଉପରେ ଥିଲା କି ପାହାଡ ତଳେ ଥିଲା? Nobody knows। କିନ୍ତୁ ଏତିକି knows, ତମ୍ବୁ ଭିତରୁ ମୂଷା ଆସିଲା ପରେ ସେ ଆଉ ପ୍ରସ୍ଥାନ କଲେନି, ରହିଲେ। ଛାଡ଼ନ୍ତୁ, ସେ କୋଉଠି ଥିଲା ଆମର ବଡ ବିଷୟ ନୁହେଁ, କିନ୍ତୁ ଆମର ବଡ ବିଷୟ ହଉଛି ଯୋଉ ଜାଗାରେ ନିୟମ ସିନ୍ଦୁକ ଧରିକିରି ଯାଜକ ମାନେ ଜର୍ଦ୍ଦନର ଯୋଉ ପଥର ଉପରେ ଛିଡା ହେଇଥିଲେ, ସେ ପଥର ଏଭଳି ପବିତ୍ର ପ୍ରଭୁଙ୍କୁ ଦେଖାଗଲା। ଜିହୋସିଓ କହିଲେ ସେଇ ପଥର ଗୁଡାକ ଆଣି ଯଜ୍ଞ ବେଦୀ ବନାଅ। ବୁଝିପାରୁଛନ୍ତି ନା ନାଇଁ? ଯାଜକ ମାନଙ୍କର ପାଦ ଯୋଉ ପଥର ଉପରେ ଥିଲା ସେଟା ବି ପବିତ୍ର ହେଇଗଲା। ଯେତେବେଳେ ପରମେଶ୍ୱର ମୂଷାଙ୍କ ସହିତ ସମ୍ମୁଖା ସମ୍ମୁଖୀ କଥାବାର୍ତ୍ତା କରୁଛନ୍ତି, ସେ ତମ୍ବୁ କେତେ ପବିତ୍ର ନ ହେଇଥିବ ଚିନ୍ତା କରନ୍ତୁ। ସେ ପ୍ରଭୁଙ୍କର ଉପସ୍ଥିତିରୁ ଗଲେ ନାହିଁ। ଆମର ଘରେ ମା ଭଉଣୀ ମାନେ ସବୁ ଭିନ୍ନ ଭିନ୍ନ ସ୍ୱାଦିଷ୍ଟ ଖାଦ୍ୟ କରନ୍ତି, ତାକୁ ପୁଣି ମ୍ୟାରିନେଟ କରାଯାଏ। ଚିଲି ଚିକେନକୁ ମୁଁ ଦେଖିଛି ମୋର ସ୍ତ୍ରୀ ମ୍ୟାରିନେଟ କରେ, କରିକି ତାକୁ ଫ୍ରିଜ ଭିତରେ ରଖାଯାଏ, ତାକୁ ପୁଣି ଛଣା ଯାଇକି ବନାଯାଏ। ମସଲା ଗୁରା ତା ଭିତରେ ପଶିଯିବ, ସୋକ୍ଡ ହେଇଯିବ। ପ୍ରଭୁଙ୍କର ଉପସ୍ଥିତିରେ ଜିହୋସିଓ ରହିବା ପାଇଁକା ଇଚ୍ଛା କରୁଥିଲେ। କଣ ପାଇଁକା? ପ୍ରଭୁ ଗୋଟିଏ ସାର୍ଟିଫିକେଟ ତାଙ୍କୁ ଦେଇଥିଲେ, ମୁଁ ପଢି ସାରିଛି, ଆଉ ଥରେ ସେଟା ପଢୁନି। ତାହାଙ୍କ ପାଖରେ ଆତ୍ମା ଅଛନ୍ତି ବୋଲିକା ପ୍ରଭୁ ସେ ସାର୍ଟିଫିକେଟ ଦେଇଥିଲେ। ପ୍ରିୟ ଭାଇ ଭଉଣୀ ମାନେ, ସେ ପ୍ରଭୁଙ୍କ ଉପସ୍ଥିତିରେ ସୋକ୍ଡ ହବା ପାଇଁ, ପରିପୂର୍ଣ୍ଣ ହବା ପାଇଁ ଆମମାନଙ୍କ ଭିତରେ ଯଦି ଇଚ୍ଛା ଅଛି, ଜାଣନ୍ତୁ ଈଶ୍ୱରଙ୍କ ଆତ୍ମା ଆପଣଙ୍କ ପାଖରେ ଅଛି। ଯଦି ସେ ଆଗ୍ରହ ଅଛି, ମୁଁ ପ୍ରଭୁଙ୍କ ଉପସ୍ଥିତିରେ ସମୟ କଟେଇବି। ମୁଁ ଆପଣମାନଙ୍କୁ କହିଦଉଛି ମୋ ଜୀବନର ଅନୁଭୂତିରୁ, ପ୍ରଭୁ ଆପଣଙ୍କ ପାଇଁ ସମୟ ଯୋଗାଡ଼ କରିଦେବେ, ଆପଣଙ୍କୁ ଯୋଗାଡ଼ କରିବାକୁ ପଡିବନି। God will arrange time accordingly if you have a desire to live in his presence। ପ୍ରଭୁଙ୍କ ଉପସ୍ଥିତିରେ ଆପଣ ମାନଙ୍କର ଯଦି ଆଗ୍ରହ ଅଛି, ନିଶ୍ଚିନ୍ତ ଭାବରେ ପ୍ରଭୁ ଆପଣଙ୍କୁ ସେଇ ପରିସ୍ଥିତି ଦେବେ। ଯଦି ମୂଷା ପଳେଇ ଆସିଲେ, ଜିହୋସିଓ ଆସିଲେ ନାହିଁ, ପ୍ରସ୍ଥାନ କଲେ ନାହିଁ, ସେ ତାହାରି ଭିତରେ ରହିଲେ। ଯେତେବେଳେ ଜିହୋସିଓ ଏକ ପର୍ବରୁ ଆମେ ଷ୍ଟାର୍ଟ କଲୁ, ସେତେବେଳେ ଲେଖା ହଉଛି
ଯେ ଏହି ବ୍ୟବସ୍ଥା ପୁସ୍ତକ ତୁମ ମୁଖରୁ ବିଚଳିତ ନ ହଉ। ପ୍ରଭୁ ତାଙ୍କୁ କହୁଛନ୍ତି 8 ପଦରେ, ଏଇ ବ୍ୟବସ୍ଥା ପୁସ୍ତକ ତୁମ ମୁଖରୁ ବିଚଳିତ ନ ହଉ, କାରଣ ତୁମେ ରିଲେ ରେସର ବର୍ତ୍ତମାନ ଲାଷ୍ଟ ବ୍ୟାଟନ ଟା ଧରିଛ। ଆଗରୁ ଯୋଉ ଆଗ୍ରହ ଥିଲା, ପ୍ରଭୁଙ୍କ ଉପସ୍ଥିତି ପାଇଁ ଯୋଉ ଲାଳସା ଥିଲା, ସେଇଟାକୁ ପ୍ରଜ୍ୱଳିତ କରିବା ପାଇଁ ବ୍ୟବସ୍ଥା ପୁସ୍ତକ ସହିତ ଲିଙ୍କ କର ନିଜର ଜୀବନ। ତହିଁର ଲେଖାନୁସାରେ ମାନିବାକୁ ଓ କରିବାକୁ ଦିବାରାତ୍ର ତାହା ଧ୍ୟାନ କର। If you have a desire, God will provide the time. ପ୍ରଭୁଙ୍କ ପ୍ରତି ଯଦି ଆପଣଙ୍କର ଲାଳସା ଅଛି, ଦିବାରାତ୍ର ରାତିରେ ଉଠିଗଲା ପରେ ମଧ୍ୟ ପ୍ରଭୁଙ୍କ ସାଙ୍ଗରେ ଆପଣ ନିରବତାରେ ମେଡିଟେଟ କରିପାରିବେ, ନିରବ ଭାବରେ ଧ୍ୟାନ କରିପାରିବେ। ଯୋଉ ଯୋଉ ଈଶ୍ୱରଙ୍କର ବାକ୍ୟ ଆପଣଙ୍କ ମଧ୍ୟରେ ପ୍ରବେଶ କରିଛି, ତାହାଙ୍କର ଆତ୍ମା ଯେଭଳି ଭାବରେ ଆପଣଙ୍କୁ ଆକ୍ରାନ୍ତ କରିଛି, ସେଇଭଳି ଭାବରେ ରାତ୍ରିରେ ଉଠିଗଲା ପରେ ମଧ୍ୟ ସେ ଆତ୍ମା ସାଙ୍ଗରେ ଯୋଗସୂତ୍ର ସ୍ଥାପନ କରିବ। ପ୍ରଭୁ ଆପଣଙ୍କୁ ବୁଝେଇବେ ବାକ୍ୟ। ମୋର ଅନୁଭୂତି, କାହାର ଅନୁଭୂତିକୁ ନେଇକି ଆପଣ ପାଖକୁ ମୁଁ ଆସିନି। ପ୍ରଭୁ ବାକ୍ୟ ବୁଝନ୍ତି। ଯେତେବେଳେ ଆପଣ ସେ ସମସ୍ତେ ସୁପ୍ତ ନିଦ୍ରାସକ୍ତ ସେ ଶାନ୍ତ ପରିବେଶ ମଧ୍ୟରେ ଯେଭଳି ସେ ସାମୁଏଲଙ୍କ ସହିତ କଥାବାର୍ତ୍ତା କଲେ, ଆଜି ଅନେକ ସାମୁଏଲଙ୍କ ପାଇଁକା ପ୍ରଭୁଙ୍କର ସେ ଯୋଜନା ଅବିରତ ଅଛି। ଦିବାରାତ୍ର ତାଙ୍କ ସାଙ୍ଗରେ କଥାବାର୍ତ୍ତା କରିବା ପାଇଁକା ତାଙ୍କର ଇଚ୍ଛା ଏ ପର୍ଯ୍ୟନ୍ତ ଅଛି। ଗୋଟେ ପଦ ପଢିବି, ତାକୁ ଆପଣ ମାନେ ପାଇବେ ଆଦି ପୁସ୍ତକ 18 ପର୍ବର 19 ପଦ। ହଁ, ସେଥିରେ ଲେଖା ହେଇଛି, ଯେହେତୁ ତାହାର ଭବିଷ୍ୟତ ସନ୍ତାନଗଣ ପରିବାର ବର୍ଗ ଯେପରି ନ୍ୟାୟ ଓ ଧର୍ମାଚରଣ କରିବାକୁ ସଦାପ୍ରଭୁଙ୍କ ପଥରେ ଚାଲିବେ, ସେଥିପାଇଁ ସେମାନଙ୍କୁ ସେ ଯେପରି ଆଜ୍ଞା ଦେବ, ଏଇ ଅଭିପ୍ରାୟରେ ଆମ୍ଭେ ତାହାକୁ ନିର୍ଦ୍ଧାରଣ କରିଅଛୁ। ତହିଁରେ ସଦାପ୍ରଭୁ ଅବ୍ରାହ୍ମଙ୍କ ବିଷୟରେ ଆପଣା କଥିତ ବାକ୍ୟ ସିଦ୍ଧ କରିବେ। ମୁଁ ଚାହୁଁଛି ଆମମାନଙ୍କ ଭିତରେ ବୀରେନ୍ଦ୍ର ଭାଇ ଅଛନ୍ତି, ସେ ଅବ୍ରାହ୍ମଙ୍କ ନାଁ ତାହାଙ୍କ ଏସବୁ ବାହାର କରିଦେଇକି ନିଜ ନାଁ ଦେଇକିରି ସେ ପଦଟାକୁ ଆଉଥରେ କହନ୍ତୁ। ବୀରେନ୍ଦ୍ର ଭାଇ ଭାଇ ଶୁଣିପାରୁଛନ୍ତି? ହଁ, ସେ ପଦଟାକୁ ଆପଣ ନିଜ ନାଁ ସହିତ କହିକିରି କୁହନ୍ତୁ। ତାହାର ଭବିଷ୍ୟତ ସନ୍ତାନ ଗଣ, ବୀରେନ୍ଦ୍ର ନାୟକର ଭବିଷ୍ୟତ ସନ୍ତାନ ଗଣ, ଏଇରକମ ଭାବରେ କହନ୍ତୁ। ଯେହେତୁ ବୀରେନ୍ଦ୍ର ନାୟକର ଭବିଷ୍ୟତ ସନ୍ତାନ ଗଣ ଓ ପରିବାର ବର୍ଗ ଯେପରି ନ୍ୟାୟ ଓ ଧର୍ମାଚରଣ କରିବାକୁ ସଦାପ୍ରଭୁଙ୍କ ପଥରେ ଚାଲିବେ, ଏଥିପାଇଁ ସେମାନଙ୍କୁ ବୀରେନ୍ଦ୍ର ନାୟକ ଯେପରି ଆଜ୍ଞା ଦେବ, ଏହି ଅଭିପ୍ରାୟରେ ଆମ୍ଭେ ବୀରେନ୍ଦ୍ର ନାୟକକୁ ନିର୍ଦ୍ଧାରଣ କରିଅଛୁ। ତହିଁରେ ସଦାପ୍ରଭୁ ଅବ୍ରାହ୍ମଙ୍କ ବିଷୟରେ ଅବ୍ରାହ୍ମ ନାଇଁ, ବୀରେନ୍ଦ୍ର ନାୟକ ବିଷୟରେ ବୀରେନ୍ଦ୍ର ନାୟକଙ୍କ ବିଷୟରେ ଆପଣା କଥିତ ବାକ୍ୟ ସିଦ୍ଧ କରିବେ। ବିୟୁଟିଫୁଲ। ପ୍ରିୟ ଭାଇ ଭଉଣୀ ମାନେ, ଆପଣ ମାନେ ହଉଛନ୍ତି ସେଇ ଅବ୍ରାହ୍ମ। ସେ ପ୍ରତିଜ୍ଞା ଆପଣ ମାନଙ୍କ ପାଇଁକା ଅଛି। ଖାଲି ଜିହୋସିଓ ପାଇଁ ନଥିଲା, ଯାକୋବ ପାଇଁ ନଥିଲା, ଇସାକ ପାଇଁ ନଥିଲା, ଅବ୍ରାହ୍ମ ପାଇଁ ନଥିଲା। ତାକୁ ଇଂଲିଶ ଟା ଏତେ ବଢିଆ ଲାଗେ ମତେ। ସେ ଇଂଲିଶ ଟା ମୁଁ ପଢି ଦଉଛି, ଏତେ ସୁନ୍ଦର ଲେଖା ହେଇଛି। I have singled him out
ମୁଁ ତାକୁ ଏକାକି ଅଲଗା କଲି, so that he will direct his sons and their families to keep the way of the Lord by doing what is right and just. Then I will do for Abraham all that I have promised. ଆପଣ ନିଜ ନାଁ ନେଇକରି ଆପଣ ଏଇ ବାକ୍ୟଟିକୁ ମେଡିଟେଟ କରନ୍ତୁ। ରାତିର ସେଇ ନୀରବ ସମୟରେ ଯେତେବେଳେ ସମଗ୍ର ଜଗତ ସୁପ୍ତ, ସେତେବେଳେ ଆପଣ ସେ ଶଯ୍ୟା ଉପରେ ନିଜର ନାଁ ନେଇକି କୁହନ୍ତୁ, ପରମେଶ୍ୱର ଆପଣଙ୍କୁ କେତେ ପ୍ରେମ କରନ୍ତି, ସେ କେତେ ଆପଣଙ୍କୁ ଉନ୍ନତ ହବା ପାଇଁକା ସେ ଆପଣଙ୍କୁ ସିଙ୍ଗିଲ୍ଡ ଆଉଟ୍ କରିଛନ୍ତି, ନିର୍ଦ୍ଧାରଣ କରିଛନ୍ତି, ଚୁଜନ୍ କରିଛନ୍ତି, ଯେପରି ଆପଣଙ୍କର ମୁଖରୁ ଆପଣଙ୍କର ପରିବାର ବାକ୍ୟ ଶୁଣିବ। ଆମେ ସବୁ ଜାଣୁ, ପ୍ରଭୁ କଲେ, ଅବ୍ରାହମ କହିଲେ ବାହାରି ଆସ, ସେ ବାହାରି ଆସିଲେ, କିନ୍ତୁ ରିଏଲ ପର୍ପସଟା ଏଠି ହଉଛି, ପ୍ରଭୁ ଏଇଥିପାଇଁକା ଅବ୍ରାହମକୁ ନେଇକି ଆସିଲେ, ସେ ତାର ଭବିଷ୍ୟତ ସନ୍ତାନ ଗଣ ପରିବାର ବର୍ଗ ଯେପରି ନ୍ୟାୟ ଧର୍ମାଚରଣ କରିବାକୁ ସଦା ପଥରେ ଚାଲିବେ, ଏଥିପାଇଁ ସେମାନଙ୍କୁ ସେ ଯେପରି ଆଜ୍ଞା ଦେବ। ଏକ୍ସାକ୍ଟଲି ଜିହୋସିଆର 1 ପର୍ବ 8:9 ଏଇ ବ୍ୟବସ୍ଥା ପୁସ୍ତକ ତୁମ ମୁଖରୁ ବିଚଳିତ ନ ହଉ, ମାତ୍ର ତହିଁର ଲେଖାନୁସାରେ ମାନିବାକୁ କରିବାକୁ ଦିବାରାତ୍ର ତାହା ଧ୍ୟାନ କର, ତାହେଲେ ତୁମେ ଆପଣା ପଥ ସଫଳ କରିବ, ତୁମ୍ଭେ କୁଶଳ ପ୍ରାପ୍ତ ହବ। ପ୍ରଭୁଙ୍କର ନିର୍ଦ୍ଦେଶ ହଉଛି ସବୁଠୁ ଶକ୍ତିଯୁକ୍ତ ପ୍ରତିଜ୍ଞା, ଯାହା ଅବ୍ରାହମକୁ କହିଥିଲେ, ଅବିକା ଏଇ ରିଲେ ରେସର ଯେ ଲାଷ୍ଟ ଯେ ବ୍ୟାଟନ ଧରିବେ, ତାଙ୍କୁ ବି ସେଇ କଥା କହୁଛନ୍ତି। ଯୋଉ ପବିତ୍ର ବାକ୍ୟକୁ ଆମେ ଅଧ୍ୟୟନ କରି ଆଜି ଶକ୍ତି ପ୍ରାପ୍ତ ହଉଛୁ, ସେ ଶକ୍ତି ପ୍ରାପ୍ତ ହବା ପଛରେ ଅଛି ସଦା ପ୍ରଭୁଙ୍କର ପ୍ରତି ଆପଣଙ୍କର ଯୋଉ ଆଗ୍ରହ। ମୂଷା ପଳେଇ ଗଲେ, ଜିହୋସିଆ ତମ୍ବୁରୁ ଆସିଲେ ନାହିଁ, ଯେପର୍ଯ୍ୟନ୍ତ ସେ ଈଶ୍ୱରଙ୍କର ଉପସ୍ଥିତିରେ, ଈଶ୍ୱରଙ୍କର ସାନ୍ନିଧ୍ୟତାରେ ସେ ଥିଲେ, ସେ ୟଙ୍ଗ ଯୁବକ ଥିଲେ ଜଣେ, ମାତ୍ର ସେଇ ସମୟରୁ ପ୍ରଭୁଙ୍କର ସେବକ ମୂଷାଙ୍କର ସହିତ ରହିକିରି ପରମେଶ୍ୱରଙ୍କର ଶକ୍ତିରେ ସେ ଉବୁଟୁବୁ ହେଇଥିଲେ, ସୋକ୍ଡ ହେଇଯାଇଥିଲେ। ଆଜି ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଚାହାନ୍ତି ଆମମାନଙ୍କ ବ୍ୟକ୍ତିଗତ ଜୀବନ ଯେଭଳି ପ୍ରଭୁଙ୍କର ଉପସ୍ଥିତିରେ, ପ୍ରଭୁଙ୍କ ଜ୍ଞାନରେ, ନିରବତାରେ ଦିବାରାତ୍ର ଧ୍ୟାନ କରିବାରେ ସମୟ କଟୁ। ଅଳ୍ପ ଅଳ୍ପ ସମୟ ମାନେ ନେଲୁ, ଆହୁରି ବହୁତ ବିଷୟ ଅଛି, ଆମ ପାଖରେ ତ ସମୟ ସୀମିତ, କିନ୍ତୁ ଏତିକି ଆମେ ଜାଣିବା, ଯେତେବେଳେ ପ୍ରଭୁ ଆପଣଙ୍କୁ ଆପଣଙ୍କର ଆଗ୍ରହକୁ ଦେଖିବେ, ସେ ତାଙ୍କର କାର୍ଯ୍ୟ ପାଇଁକା ସେ ଆପଣଙ୍କୁ ସିଙ୍ଗିଲ୍ଡ ଆଉଟ୍ କରିବେ। I have singled him out. କେତେ ବିୟୁଟିଫୁଲ ୱାର୍ଡ। ଆପଣ ସାଧା ଲୋକ ନୁହନ୍ତି, ଆପଣଙ୍କ ଆଗ୍ରହକୁ ପ୍ରଭୁ ତାଙ୍କର ସେନ୍ସର ଦ୍ୱାରା ଦିନ ଦେଖୁଛନ୍ତି, ଆପଣଙ୍କର କୌଣସି ପରିଶ୍ରମ ବୃଥା ଯାଇ ନାହିଁ, ଯିବ ନାହିଁ। ଥରେ ଥରେ ଆପଣ ଭାବନ୍ତି ମୋର ବୃଥା ହେଇଗଲା, ମୋର ଭାରି କଷ୍ଟକର ସମୟ। ବଡ଼ଦିନ ଏବେ ଗଲା, ମୁଁ ଗୋଟେ କଥା କହିବି, ଗୋଟେ ହସ କଥା କହିବି, ଶୁଣିବେ? ଟେବୁଲ ଉପରେ ମୋ ସ୍ତ୍ରୀ କେକ୍ ର ସବୁ ସାମଗ୍ରୀ ରଖିଥାଏ, ଡ୍ରାଇ ଫ୍ରୁଟ୍ସ କଟା ହେଇଥାଏ, ସେ ମଇଦା, ସେ ଚିନିକୁ ଗୁଣ୍ଡ ହେଇଥାଏ, ସେ ଭାନିଲା ଏସେନ୍ସ ଥାଏ, ଅଣ୍ଡା ଥାଏ, ଇତ୍ୟାଦି ଇତ୍ୟାଦି ଇତ୍ୟାଦି, କିନ୍ତୁ ସେଥିରେ କେକ୍ ହେଇପାରିବ ନାହିଁ। ଗୋଟିଏ ଦରକାର ବେକିଂ ସୋଡା, ସେଟା କେବେ ପାଟିରେ ଦେଇଛନ୍ତି? ଓହୋ, କି ଭୟଙ୍କର ତାର ଟେଷ୍ଟ। ଯେତେବେଳେ କେକ୍ ଟେ ହେଇଗଲା,
से बेकिंग सोडार आउ स्थान नाही जीवन में आसीपे आपणकर से बेकिंग सोडा बहुत समय आपण जीवन को कष्ट देछि दुख देछि अलाउ करंतु प्रभु को ऑल थिंग्स वर्क टुगेदर फॉर गुड टू देम दोज हु लव गॉड समस्त घटना को से जब केक पर मिसई करी बेक कर देबे गोटे स्वादिष्ट केक बाहरी आसीबो सेठी आउ खाइबा सोडा बेकिंग सोडार स्थान नथिबो अस्वादु बोली जिनस किछि नथिबो आपण को जीवन रे मो जीवन रे प्रभु प्रत्येक परिस्थिति को से सोडा द्वारा बेक करूचंती कार डेरी लागुची कार कष्ट मात्र शेष को देखिए गोटे मिठा केक ही बाहर जीवशंकर शेष रे से आसिला प्रभु तांकर समस्त आग्रह को रिकॉग्नाइज कले तांकु से रिले रेस रो लास्ट बैटन ताका हाथ रे थरई देले अनेक किछि कहिवार थिला समय आमान को कहलाणी बंद करो मु बंद करूची प्रभु एही वाक्य द्वारा आम प्रत्येक को आशीर्वाद करंतु निबिड़ सानिध्यतार जो आनंद आपण माने लाभ करंतु गॉड ब्लेस यू ऑल थैंक यू